ସପ୍ରେମ ଦୃଶ୍ୟ এই ସଂସାର ଭିତରେ ବା ଜାଗତିକ ଭିତରେ ଆମେ ଅନେକ ମଠ ମନ୍ଦିର ଯାଆନ୍ତି ଏବଂ ଅନେକ ଦେବୀ ଦେବତାଙ୍କର ପୂଜନ କରନ୍ତି। ତ ଆମେ ଭାବିବା, ଆମେ ଚିନ୍ତନ କରିବା, ତ ସଂସାର ଭିତରେ ସ୍ରଷ୍ଟା ଜଣେ। ତ ଯଦି ସୃଷ୍ଟିର ସ୍ରଷ୍ଟା ଜଣେ, ଆମେ ସ୍ରଷ୍ଟାକୁ ପୂଜା କରିବା କଥା। ତ ଆମେ ଶିବକୁ ପୂଜା କରୁଛେ, ଦୁର୍ଗାଙ୍କୁ ପୂଜା କରୁଛେ, ସେ ଗଣେଶଙ୍କୁ ପୂଜା କରୁଛେ, ମାଧବ, ଏମିତି ବିଭିନ୍ନ ପ୍ରକାର ଯେଉଁ ଠାକୁର ମାନେ ଦେବୀ ଦେବତାଙ୍କର ଅଛନ୍ତି, ଆମେ ସମସ୍ତଙ୍କୁ ପୂଜା କରୁଛେ। ତାର କାରଣ ସଂସାର ଭିତରେ ମା ଆମକୁ ଜନ୍ମ ଦେଇଥିଲେ। ଆମେ କ'ଣ କେବଳ ମାଆଙ୍କୁ ଯଦି ଆମେ ଇଏ କରିବା ତ ମାଆଙ୍କ ସାଥିରେ ଆମେ ରହିବା, ତ ସାରା ଜୀବନ ମାଆଙ୍କୁ ନେଇ ଆମେ ଚଳିପାରିବା? କେବେ ନୁହେଁ। ତା ସାଥିରେ ବାପା ଦରକାର। ଗୋଟେ ପରିବାର ଭିତରେ ଭାଇ ଅଛନ୍ତି, ବାପା ଅଛନ୍ତି, ମା ଅଛନ୍ତି, ମାମୁଁ ଅଛନ୍ତି, ସମସ୍ତେ। ଯଦି ମା ନ ପାରିଲେ ବାପା ପାରିବେ, ବାପା ବୁଝି ନ ପାରିଲେ ଭାଇ ବୁଝିବେ। ତ ସେଇ ନ୍ୟାୟରେ ଆମ ଯେଉଁ ଦେବୀ ଦେବତା ସଂସାର ଭିତରେ ଅନେକ ଦେବୀ ଦେବତା ଦେଖୁଛନ୍ତି, ଏସବୁ କାହା ପାଇଁ ଭଗବାନ ପଠେଇଛନ୍ତି? ଏ ସ୍ରଷ୍ଟା ପୁରୁଷ ସମସ୍ତଙ୍କୁ ବିଛେଇକି ସମସ୍ତ ଡିପାର୍ଟମେଣ୍ଟରେ ପଠେଇଛନ୍ତି, ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି। ତାର କାରଣ ସେସବୁ କାରଣ ହচ্ছে ଆମେ। ତ ଆମ ପାଇଁ ସବୁ ସୃଷ୍ଟିର ସ୍ରଷ୍ଟା ଏସବୁ ବ୍ୟବସ୍ଥା କରିଛନ୍ତି। ଗୋଟେ ଛୋଟ ଉଦାହରଣ ନୁହଁ, ନିରାଟ ସତ୍ୟ କଥା। ଆପଣ ଦେଖନ୍ତୁ, ଇଏ ହେଲେ ଶିବଙ୍କ ମୁଣ୍ଡରେ ହେଲା ଜଟା। ତ ଜଟାରେ ଶିବଙ୍କ ମୁଣ୍ଡରେ କିଏ ରହିଲେ? ଗଙ୍ଗା ଦେବୀ ରହିଲେ। ତ ଏଠି ଯଦି ଗଙ୍ଗା ରହିଲେ, ତାପରେ ଏଠି କିଏ ରହିଲେ? ନା ଏଠି ଶିବଙ୍କ ତୃତୀୟ ମାତ୍ର ଅଗ୍ନି ରହିଲେ। ନିଆଁ ଏବଂ ଜଳ ଗୋଟିଏ ଜାଗାରେ। କେବେ ନିଆଁ ଲିଭିଛନ୍ତି? ନା ପାଣିକୁ ଜଳକୁ କେବେ ଅଗ୍ନି ଶୁଖେଇ ପାରିଛନ୍ତି? କେବେ ନୁହେଁ। ଏଠି କ'ଣ ରହିଲା? ଓଠରେ କ'ଣ? ଆପଣ ଭାବୁଥିଲେ ଲିପଷ୍ଟିକ୍ ମା ମାନେ ଭାବୁଥିଲେ, ଲିପଷ୍ଟିକ୍ ନୁହଁ, କାରଣ ଏଠି ରହିଲା କ'ଣ ନା ଅମୃତ। এই ଓଠରେ ହେଲା ଅମୃତ। ଏଠୁ ଟିକେ ଦୁଇ ଆଙ୍ଗୁଳି ତଳୁ ଗଲେ କ'ଣ ରହିଲା? ବିଷ। ଶିବଙ୍କ କଣ୍ଠରେ ବିଷ। ବିଷ ଓ ଅମୃତ ଗୋଟିଏ ଜାଗା। ତ କେବେ ବିଷ ନା ଅମୃତକୁ ମିଟେଇ ପାରିଛନ୍ତି? ଅମୃତକୁ ବିଷକୁ ମିଟେଇ ପାରିଛନ୍ତି? ତ ଶିବଙ୍କ ଗଳାରେ କିଏ? ଅନନ୍ତ ନାଗ। ଶିବଙ୍କ ବେକରେ ତ ଗଣେଶଙ୍କର ବାହନ କ'ଣ? ମୂଷା। ଖାଦ୍ୟ ଆଉ ଖାଦ। ଯଦି ମୂଷା ଖାଦ୍ୟ ହେଲେ ଆଉ ସାପ ହେଲେ ଖାଦ। ତ ମୂଷା କେବେ ଆସିକିରି ଗଣେଶ କମ୍ପ୍ଲେନ୍ କରିଛନ୍ତି, ବାପା ତମେ ତମ ସାପକୁ ହଟେଇ ଦିଅ, ମୋର 3-4ଟା ଧଳା ମୂଷା ଖାଇଦେଲେ ତମେ ସାପ ବୋଲି କେବେ କହିଛନ୍ତି? ଦେଖିଛନ୍ତି? ଶୁଣିଛନ୍ତି? ତାପରେ କାର୍ତ୍ତିକଙ୍କର ବାହନ ହେଲା ମୟୂର। ମୟୂର ଆଉ ସାପ ତାଙ୍କର କେତେ ଘନିଷ୍ଠ ବନ୍ଧୁତ୍ୱ ଆପଣମାନେ ଜାଣିଛନ୍ତି। ତ କେବେ ଭଗବାନ ଶଙ୍କର କେବେ କହିଛନ୍ତି, ବାପାରେ ତ ମୟୂରକୁ ନେଇଯା, ତ ମୟୂରକୁ ଦେଖି ବର୍ତ୍ତମାନ ମୋର ସାପକୁ ସେ ମୋର ଖଣ୍ଡ ଖଣ୍ଡ କଥା କେବେ କହିଛନ୍ତି? ଶୁଣିଛନ୍ତି? କେବେ ନୁହେଁ। ତାଙ୍କର ସ୍ତ୍ରୀ ହେଲେ କିଏ? ପାର୍ବତୀ। ମା ପାର୍ବତୀଙ୍କର ବାହନ କ'ଣ? ସିଂହ। ଇଏ ବାସୁଆ ବଳଦ ହେଲେ ନନ୍ଦୀପୁର କାହାର? ଶଙ୍କରଙ୍କର। ଇଏ ଖାଦ୍ୟ ଆଉ ଖାଦ ଏମାନଙ୍କ ଭିତରେ କେବେ ଦେଖିଛନ୍ତି? ଝଗଡ଼ା ହେଇଛି? ତ ଆମେ ମନ୍ଦିର ଗଲେ, ଶିବ ମନ୍ଦିର ଗଲେ, ଦେବୀ ଦେବମାନଙ୍କ ପାଖକୁ ଗଲେ, ଏଇସବୁ ସଂସ୍କାର, ଏଇସବୁ ଶିକ୍ଷା ଆମମାନଙ୍କୁ ମିଳେ। ଆମେ କହନ୍ତି ମୁଁ ଡେଲି ଶିବ ମନ୍ଦିର ଯାଉଛି, ଦୈନିକ ମନ୍ଦିର ଯାଉଛି, ଶିବ ପଞ୍ଚାକ୍ଷରୀ ଡେଲି ପାଠ ପଢୁଛି। ଆଜ୍ଞା, ମାନେ ଜୀବନ ଯେ ଚାଲିଛି, ଆପଣଙ୍କ ଜୀବନ ମାନେ ପଞ୍ଚାକ୍ଷରୀ ଜପି ଜପି, ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପି ଜପି ଯେମିତି ଜୀବନ ଚାଲିଛି, ଜୀବନ କେବେ ସୁଧରିବନି, ପରିବାର କେବେ ସୁଧରିବନି। ସେଠି ଶିଖିକି ଆସିଲେ ସେ ଭାଇ ଭାଇର ବନ୍ଧୁତ୍ୱ, ସ୍ୱାମୀ ସ୍ତ୍ରୀର ବନ୍ଧୁତ୍ୱ, ଖାଦ୍ୟ ଓ ଖାଦ୍ୟ ଯେଉଁ ବନ୍ଧୁତ୍ୱ ଭାବ, ଏ ଭାବ ସେଇଥିପାଇଁ ମନ୍ଦିର ଭିତରେ, ସେଇଥିପାଇଁ ଭଗବାନ ଏ ସ୍ରଷ୍ଟା, ସେଇଥିପାଇଁ ଅନେକ ଦେବୀ ଦେବତାଙ୍କୁ ପଠେଇଛନ୍ତି ଯେ ଆମେ ସଂସାର ଭିତରେ ଆସି କେମିତି ଶିଖିବା, କେମିତି ଜାଣିବା। ତେଣୁ ମନ୍ଦିର ଭିତରେ ଗଲେ ଏଇସବୁ ଶିକ୍ଷା ଆମକୁ ମିଳିବ। ତେଣୁ ପ୍ରିୟ ସଜ୍ଜନ, ଆମେ ଯଦି ମନ୍ଦିର ଯିବା ନା, ବସନ୍ତୁ, ଧୀର ସ୍ଥିର ମନରେ ବସନ୍ତୁ, ଚିନ୍ତନ କରନ୍ତୁ। ଏ ମନ୍ଦିର ମୁଁ ଆସିଛି, ମନ୍ଦିରର ଚତୁଃପାର୍ଶ୍ୱରେ କେତେ ସୁନ୍ଦର ସୁନ୍ଦର ବାଣୀ ମଧ୍ୟ ଲେଖାଯାଇଥାଏ। ସେ ବାଣୀକୁ ସ୍ମରଣ କରନ୍ତୁ, ତାକୁ ଆଣିକି ଜୀବନରେ ୟୁଟିଲାଇଜ୍ କରନ୍ତୁ, ବ୍ୟବହାର କରନ୍ତୁ। କାହିଁକି ନା ଯଦି ଆମେ ଖାଲି ଏମିତି ପଢ଼ିବା, ମାନେ ଘୋଷା ପାଠ ଦିନ ଆସେ, ମୁଁ ଏଠୁ ଘୋଷି ଦେଇକି ଆସିଲି, ଏଠୁ ଗଲା ପରେ ସେଠି ଗଲେ ମୋର ଆଉ କିଛି ମନେ ନାହିଁ, ଏଥିରେ କ'ଣ ସଂସାର ପରିବର୍ତ୍ତନ ହେବ? ଆପଣ ମନ୍ଦିର ଯେତେ ଯାଆନ୍ତୁ, ମନ୍ଦିର ଯାଇ ଯାଇ ଯଦି ଆପଣ ପୁରାପୁରି ଜୀବନକୁ ସେଠି ବ୍ୟତୀତ କରିଦେବେ, ଆପଣ ସଂସାର ସୁଧରିବାର ଅଛି ନା ଜୀବନ ସୁଧରିବାର ଅଛି? କେତେବେଳେ ସୁଧରିବ? ଯେତେବେଳେ ଆମେ ତାକୁ ଚିନ୍ତନ କରିବା, ମନନ କରିବା, ସେତେବେଳେ ଆମ ଜୀବନ ପରିବର୍ତ୍ତନଶୀଳ ହେଇଯିବ। ତେଣୁ ପ୍ରିୟ ସଜ୍ଜନ, এই ଯେଉଁ ସୃଷ୍ଟିରେ ସ୍ରଷ୍ଟା ଏତେ ସୁନ୍ଦର ବ୍ୟବସ୍ଥା କରିଛନ୍ତି, ଆମେ ସୃଷ୍ଟିକର ସ୍ରଷ୍ଟା, ଏ ସ୍ରଷ୍ଟାଙ୍କର ସୃଷ୍ଟିକୁ ଆମେ ବୁଝିପାରିବା। ଶ୍ରେଷ୍ଠ ଜୀବ ମଣିଷରେ ଯେଉଁ ଜ୍ଞାନୀ ଜ୍ଞାନୀ ପଣ୍ଡିତ, ଦିବ୍ୟାତ୍ମା ସଦାତ୍ମା ବ୍ରହ୍ମ ଜିଜ୍ଞାସୁ ଭାବେ, ସେଇଥିପାଇଁ ଯେଉଁ ବଡ଼ ବୋଲି ଭାବିଦିଏ, ତ କିଛି ଜାଣିଲା ଭୋକିଲା କୁକୁର କାମୁଡ଼ିଲି ଆଉ ବରଜିଲା ବେଗ ବରସେବି। ତ ମଣିଷ ସେଇଭଳିଆ ହେଉଛି। ଆମେ ଯେତେବେଳେ ଧୀର ସ୍ଥିର ହେଇଯିବା, ମନକୁ ସ୍ଥିର କରିଦେବା, ପ୍ରତ୍ୟେକ ଜିନିଷକୁ ଆମେ ଯଦି ତର୍ଜମା କରିବା, ପ୍ରତ୍ୟେକ ଜିନିଷକୁ ଆମେ ଗ୍ରହଣ କରିବା, ଭଲ ଜିନିଷକୁ ଗ୍ରହଣ କରି ଖରାପ ଜିନିଷକୁ ବର୍ଜନ କରିବା, ତେବେ ଆମ ଜୀବନ ସୁଧରିଯିବ। ମୁଁ ସୁଧରିଗଲି, ମୋ ପରିବାର ସୁଧରିଯିବ, ମୋ ପରିବାର ସୁଧରିଗଲା, ମୋ ପଡ଼ୋଶୀ ସୁଧରିଯିବ, ମୋ ପଡ଼ୋଶୀ ସୁଧରିଗଲେ ମୋ ଗାଁ ସୁଧରିଯିବ, ମୋ ଗାଁ ସୁଧରିଗଲେ ମୋ ଜିଲ୍ଲା ସୁଧରିଯିବ, ମୋ ଜିଲ୍ଲା ସୁଧରିଗଲେ ମୋ ରାଜ୍ୟ ସୁଧରିଯିବ। ଏମିତି ଆମେ ସମସ୍ତେ ସୁଧରିଯିବା, ଦେଶ ସୁଧରିଯିବ। ପ୍ରିୟ ସଜ୍ଜନ, ପ୍ରଥମେ ଆମେ ନିଜକୁ ସୁଧାରିବା ପାଇଁ ଚେଷ୍ଟା କରିବା। ତେଣୁ ଏଇ ଯେଉଁ ମାର୍ଗ, ଏଇ ଯେଉଁ ପଥ ଆମକୁ କିଏ ଅନୁସରଣ କରିବେ? ସବୁରି ମୂଳରେ ହେଉଛି କ'ଣ ନା ଗୁରୁ। ଯଦି ଆମେ ଗୁରୁ ଗ୍ରହଣ କରିବା, ତ ଗୁରୁଙ୍କର ବାଣୀ, ତ ଗୁରୁଙ୍କର ଯେଉଁ
ମହାପ୍ରଭୁ ଦେଇଛନ୍ତି ମନ୍ତ୍ର ବୀଜ ମନ୍ତ୍ର ଗୁରୁଙ୍କର ଯେଉଁ ବାଣୀ ଯଦି ଆମେ ବାଣୀକି ଆମେ ସେ ବାଣୀ ପାଳନ କରିବା ଆମେ ଠାଣି ବଢ଼ିଯିବୁ ଯେ ମନ୍ତ୍ରକୁ ଆମେ ମନନ କରିବା ଜପନ କରିବା ଆମର କ'ଣ ହେବ ଆମେ ସିଦ୍ଧ ହେଇଯିବ ମନ୍ତ୍ର ସିଦ୍ଧ ହେଇଗଲା ପରେ ଆମର ବାଣୀ ସିଦ୍ଧ ହେଇଯିବ ଆମ ପାଟିରୁ ଯାହା ବାହାରିବ ସେ ଅମୃତ ବଚନ ଭାଗବତରେ କୁହାଗଲା ଅମୃତ ବିନୟ ବଚନ କହି ତ ଶିବ ପ୍ରାଣୀ ମନ ତେଣୁ ଅମୃତ ବଚନ ଟିକେ କହିବା ସମସ୍ତଙ୍କ ସେଥିରେ ପ୍ରିୟ ଭାବ ରଖିବା ସମସ୍ତଙ୍କ ଭାତୃତ୍ୱ ପ୍ରେମ ରଖିବା ଇଏ ହେଉଛି ମୋ ପ୍ରଭୁଙ୍କର ଆଦର୍ଶ ତେଣୁ ଚାଲନ୍ତୁ ପ୍ରଭୁଙ୍କର କଥା ଆଜି ପାଇଁ ଏତିକି ପରବର୍ତ୍ତୀ ମୁହୂର୍ତ୍ତରେ ଆମେ ମୋ ପ୍ରଭୁଙ୍କର କଥା ଏବଂ ଜୀବନର କରଣୀୟ କର୍ତ୍ତବ୍ୟ କ'ଣ ଏ ଜୀବନରେ କ'ଣ ଜାଣିବା ଦରକାର ଏମିତି କଥା ଆମେ ଆଗାମୀ ଦିନରେ ଆମେ ଆଲୋଚନା କରିବା ଆଜି ପାଇଁ ଏତିକି ସପ୍ତାହ ଗୁରୁଶ୍ୱାସ